क्षमा निधिଙ୍କୁ ବାରେ क्षम ମୁଁ ଦର୍ଶନରେ କ୍ଷିତି ଖ୍ୟାତିକୁ ସମର୍ପିଲି। क्षम ମୋ ଅପରାଧ क्षम ମୋ ଜୀବ ସାଧ ଖ୍ୟାତ ଚରଣ ତଳେ ଦେଲି ହେ ନୀଳାଦ୍ରିଶ କ୍ଷୟତ ହେଲାଣି ପିଣ୍ଡ ଖ୍ୟାଳ ଏ ଜଞ୍ଜାଳର ଦଣ୍ଡ ଖ୍ୟାତ ଏ ଉପେନ୍ଦ୍ରର କ୍ଷାତ୍ର କୂଳ ବେଭାର କ୍ଷେମ ରଣେ ହେଉ ରୁଣ୍ଡ ହେ ନୀଳାଦ୍ରିଶ। ଆପଣ ତ କ୍ଷମାନିଧି ପ୍ରଭୁ, ଆପଣଙ୍କୁ ଦେଖିବା ମାତ୍ରେ ଆପଣଙ୍କୁ ହିଁ ସନ୍ଦର୍ଶନ କଲେ ମୋ ଜୀବନର ଅର୍ଜିତ ସମସ୍ତ ଖ୍ୟାତି ସମସ୍ତ ସୁଖ୍ୟାତି ମୁଁ ଆପଣଙ୍କର ଶ୍ରୀଚରଣରେ ଅର୍ପଣ କଲି ପ୍ରଭୁ। ହେ ନୀଳାଦ୍ରିଶ, ଦୟାକରି ମୋର ସମସ୍ତ ଅପରାଧକୁ ମାର୍ଜନା କରନ୍ତୁ। ମୋ ଜୀବନର ସମସ୍ତ ଲକ୍ଷ୍ୟକୁ ପରିପୂର୍ଣ୍ଣ କରିବା ପାଇଁ ମୁଁ ଆପଣଙ୍କର ଚରଣାଶ୍ରିତ ହେଉଛି। ହେ ନୀଳାଦ୍ରିଶ, ଏ ଶରୀର ଏବେ ତ କ୍ଷୟଶୀଳ, ଏ ଶରୀର ଏବେ ତ କ୍ଷୟ ହେବାକୁ ବସିଲାଣି ମହାପ୍ରଭୁ। ମୋତେ ଏ ଜଗତର ସମସ୍ତ ଜଞ୍ଜାଳରୁ ମୁକ୍ତି ଦିଅ ପ୍ରଭୁ। କେବଳ ମୁଁ କାହିଁକି ମହାପ୍ରଭୁ, ଏ ଭଞ୍ଜବଂଶର ସମସ୍ତ ମର୍ଯ୍ୟାଦା ଏବଂ ମୋର ସମସ୍ତ ଖ୍ୟାତି ଆପଣଙ୍କର ପାଦପଦ୍ମ ଏଇ କ୍ଷମାମୟ ଶ୍ରୀଚରଣ ତଳେ ରୁଣ୍ଡ କରିଦେଉଛି ଏ ମହାପ୍ରଭୁ ନୀଳାଦ୍ରିଶ। ଏହା ତାଙ୍କର ଜୀବନର ଯେଉଁ କୁହାଯାଉଛି ପାକଳ ହାତର ରଚନା ନୀଳାଦ୍ରିଶ ଚଉତିଶା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର। କେବଳ ସେ କବି ନୁହନ୍ତି, ସେ ଉତ୍କଳ ସାରସ୍ୱତ ତପବନର ମହାକବି, ସେ ସୌନ୍ଦର୍ଯ୍ୟର କବି, ସେ ଜୀବନର କବି, ସେ ଯୌବନର କବି, ଶବ୍ଦର କବି, ଅର୍ଥର କବି, ରସର କବି, ଶ୍ରେଷ୍ଠ ଆଳଙ୍କାରିକ କବି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। କେବଳ ସେତିକି ନୁହେଁ, ନୀଳାଦ୍ରିଶ ଚଉତିଶାର ଠ ବ୍ୟଞ୍ଜନ ବର୍ଣ୍ଣରେ ମଧ୍ୟ କବି ଆହୁରି ତାଙ୍କର ସ୍ତୁତି ନିବେଦନ କରିଛନ୍ତି ଶ୍ରୀ ଜଗନ୍ନାଥଙ୍କୁ। ଶ୍ରୀ ନୀଳାଦ୍ରିଶଙ୍କୁ ଯେଉଁ କୁହାଯାଏ ନୀଳାଦ୍ରିଶ ଚଉତିଶା, କ ଠାରୁ କ୍ଷ ପର୍ଯ୍ୟନ୍ତ ବ୍ୟଞ୍ଜନ ବର୍ଣ୍ଣକୁ ଆଦ୍ୟରେ ରଖି ରଚନା କରିବାର ଯେଉଁ ପ୍ରୟାସ, ନୀଳାଦ୍ରିଶ ଚଉତିଶା ଉପେନ୍ଦ୍ର ଭଞ୍ଜଙ୍କର ଅନ୍ୟତମ ଶ୍ରେଷ୍ଠ କୃତି। ଏହି ଠ ବ୍ୟଞ୍ଜନ ବର୍ଣ୍ଣ ନିୟମରେ ସେ ମଧ୍ୟ କହୁଛନ୍ତି ଠଣ ସୁନ୍ଦର ଠାର ଠକାର ନୟନର ଠକେ ତା ନ ପାରନ୍ତି ବାରି ଠଣାକୁ ଆଶ୍ରା କରି ଠା ବେଳ ଆଦରି ଠିଆରେ ଦେଲ ନେତ୍ର ଠାରି ହେ ନୀଳାଦ୍ରିଶ। ଠକାର ଚରଣ ଟଳିଲା ଠିକରେ ଠାଣି ଦିଶିଗଲା ଠକ ନୁହଁ ଆପଣ ଠିକ ଠାକୁର ପଣ ଠିକିଏ ଶରଣ ଭୋଜିଲା ହେ ନୀଳାଦ୍ରିଶ। ନୀଳାଦ୍ରିଶ ନୀଳ ଅଦ୍ରି ନୀଳ ପର୍ବତର ଈଶ ସ୍ୱାମୀ ପ୍ରଭୁ ଠାକୁର। ହେ ନୀଳାଦ୍ରିଶ ଠ ବ୍ୟଞ୍ଜନ ବର୍ଣ୍ଣରେ ଯେଉଁ ତାଙ୍କର ସ୍ତୁତି ନିବେଦନ କରିଛନ୍ତି। ଆଉ ସେ ମଧ୍ୟ କହୁଛନ୍ତି ହେ ମହାପ୍ରଭୁ, ଆପଣ ତ ଠଣ ସୁନ୍ଦର ନିଶ୍ଚୟ ହେ ମହାପ୍ରଭୁ, ଆହୁରି ମଧ୍ୟ ଆପଣଙ୍କର ଠାର ଆପଣଙ୍କର ଠଣ ଠାରୁ ଆହୁରି ସୌନ୍ଦର୍ଯ୍ୟମୟ। ଆପଣଙ୍କର ପାଦ ସୁନ୍ଦର, ଆପଣଙ୍କର କଳା ସୁନ୍ଦର, ଆପଣଙ୍କର ଚାହାଣୀ ସୁନ୍ଦର, ଆପଣଙ୍କର
ଚକାନୟନ ବି ସୁନ୍ଦର। ଆପଣଙ୍କର ଚକାନୟନରେ ଏତେ ପ୍ରତିଭା ଅଛି, ଆପଣଙ୍କର ଚକାନୟନରେ ଏତେ ଲୁକାୟିତ ଶକ୍ତି ଅଛି, ଯିଏ ଠକ ଅଧମ ବ୍ୟକ୍ତି ଏହା ତାକୁ ଜ୍ଞାତ ହୁଏ ନାହିଁ, ଅଥଚ ସେ ଜାଣିପାରେ ନାହିଁ। ଆପଣଙ୍କର ସେହି ଠଣାକୁ ଅବଲମ୍ବନ କରି ଠିଆ ସମୟରେ ଆପଣଙ୍କୁ ଦର୍ଶନ କରିଦେଲେ ନା ପ୍ରଭୁ। ଆପଣ ତ ଆଖି ଠାରିଦେଲେ, ଅର୍ଥାତ୍ କୃପା କଟାକ୍ଷ ନେତ୍ରରେ ଆପଣ ଚାହିଁଦେଲେ ମହାପ୍ରଭୁ ନୀଳାଦ୍ରିଶ। ଠ ଆକାର ଗୋଲାକାର ପଦ ଆପଣଙ୍କର ଟଳିଗଲା ପରି ମୋତେ ଏହି ରୂପରେ ଠିକ୍ ଦୃଶ୍ୟମାନ ହେଲା। ହେ ନୀଳାଦ୍ରିଶ, ଆପଣ କେବେ ହେଲେ ଆପଣଙ୍କର ଭକ୍ତଜନମାନଙ୍କ ପାଇଁ ଠକ ନୁହନ୍ତି। ଆପଣ ତ ସଚ୍ଚା ପ୍ରଭୁ। ଆପଣଙ୍କର ଏହି ସଚ୍ଚା ପଣିଆରେ ଅଭିଭୂତ ହୋଇ ମୁଁ ଆପଣଙ୍କର ଶରଣାପନ୍ନ ହେଉଛି ହେ ନୀଳାଦ୍ରିଶ। ବାସ୍ତବିକ ଉପେନ୍ଦ୍ରଭଞ୍ଜ କବି ସମ୍ରାଟ, ଉପେନ୍ଦ୍ରଭଞ୍ଜ ଶବ୍ଦ ସମ୍ରାଟ, ଉପେନ୍ଦ୍ରଭଞ୍ଜ ସଙ୍ଗୀତ ସମ୍ରାଟ। ପୁରୀର ଗଜପତି ମହାରାଜା ଉପେନ୍ଦ୍ରଭଞ୍ଜଙ୍କୁ ମଙ୍ଗରାଜ ଉପାଧିରେ ଭୂଷିତ କରିଥିଲେ। ଆଉ ମଧ୍ୟ ନୀଳାଦ୍ରିଶଙ୍କୁ ସେ କିଭଳି ଭାବରେ ଆରାଧନା କରିଥିଲେ, ଏହି ଓଙ୍କାର ମନ୍ତ୍ରରେ ନୀଳାଦ୍ରିଶ ଚଉତିଶାର ଓଙ୍କାର କିଭଳି ଭାବରେ ତାଙ୍କର ସୁନ୍ଦର ରଚନା, ଆସନ୍ତୁ ଏହାକୁ ମଧ୍ୟ ଆମେ ବଖାଣ କରିବା। କୁହାଯାଇଛି ଓଙ୍କାର ମନ୍ତ୍ର ସାର, ଓଙ୍କାର ଘର, ଓଙ୍କାର ଆକାର ଧରିଲ, ଓଙ୍କାର ବର୍ଣ୍ଣ ମାତ୍ରା, ଓଙ୍କାର ସର୍ବଜ୍ଞାତା, ଓଙ୍କାର ବ୍ରହ୍ମରୂପ ନେଲ ହେ ନୀଳାଦ୍ରିଶ। ଓଙ୍କାର ଅପ୍ରକଟ ସ୍ୱର, ଓଙ୍କାର ବ୍ରହ୍ମର ବିଚାର, ଓଙ୍କାର ତତ୍ତ୍ୱବାରି, ଓଙ୍କାର ନିର୍ବିକାରୀ, ଓ ବୋଇଲେ ଓ କର ହେ ନୀଳାଦ୍ରିଶ। ହେ ନୀଳାଦ୍ରିଶ, ଏ ସୃଷ୍ଟିରେ ଓଙ୍କାର ହିଁ ତ ମନ୍ତ୍ର ଶ୍ରେଷ୍ଠ। ଅ ଉ ମର ସମ୍ମିଶ୍ରଣ ଏହି ଓଙ୍କାରକୁ ଉଚ୍ଚାରଣ କଲେ ହୃଦୟରୁ ସମସ୍ତ ପାପ ତାପ ଦୂରିତ କ୍ଷୟ ହୋଇଯାଏ ହେ ନୀଳାଦ୍ରିଶ। ଆଉ ଠିକ୍ ସେଥିପାଇଁ ତ ଆପଣ ଓଙ୍କାର ସ୍ୱରୂପ ଧାରଣ କରିଛନ୍ତି ନୀଳାଦ୍ରିଶ। ଯେ ଓଙ୍କାରକୁ ଜାଣେ ସେ ନିଶ୍ଚିତ ଭାବରେ ଜ୍ଞାନୀ ବ୍ୟକ୍ତି ଏବଂ ସର୍ବଜ୍ଞାତା ନିଶ୍ଚୟ। ତେଣୁ ହେ ନୀଳାଦ୍ରିଶ, ଆପଣ ତ ଓଙ୍କାର ଏବଂ ବ୍ରହ୍ମ ସ୍ୱରୂପକୁ ଅବିକଳ ଭାବରେ ଧାରଣ କରିଛନ୍ତି। ଓଙ୍କାର ଅପ୍ରକଟ ନାଦ ଏବଂ ବ୍ରହ୍ମର ସ୍ୱରୂପ ଯିଏକି ଧାରଣ କରିଛନ୍ତି, ଏହାକୁ ତ ଆପଣ ଭଲ ଭାବେ ଜାଣନ୍ତି ଏବଂ ସେହି ନିର୍ବିକାରତାକୁ ନେଇ ଆପଣ ସ୍ୱୟଂ ରୂପବନ୍ତ ହୋଇଛନ୍ତି ମହାପ୍ରଭୁ ନୀଳାଦ୍ରିଶ। ସୃଷ୍ଟିର ପ୍ରଣବ ଓଙ୍କାର, ପ୍ରଣବ ରହସ୍ୟ, ଏହା ତ ଆପଣଙ୍କର ଅପ୍ରକଟ ରୂପ ମହାପ୍ରଭୁ। ଯେହେତୁ ଆପଣ ବ୍ରହ୍ମ ସ୍ୱରୂପ, ଓଙ୍କାର ସ୍ୱରୂପ, ଆପଣଙ୍କୁ ଡାକିଲା ମାତ୍ରେ ଆପଣ ତ ଓ କରନ୍ତି ହେ ନୀଳାଦ୍ରିଶ। କବି ସମ୍ରାଟ ଉପେନ୍ଦ୍ରଭଞ୍ଜ, ଯାହାଙ୍କର ରଚନା ନୀଳାଦ୍ରିଶ ଚଉତିଶା, ନିଶ୍ଚିତ ଭାବରେ ଶ୍ରବଣ ସୁଖଦାୟୀ, ନିଖିଳ ନିସର୍ଗ ଲାବଣ୍ୟମଣ୍ଡିତ, ଘୁମୁସର ରାଜ୍ୟର କୁଲାଡ଼ଗଡ଼ ଦୁର୍ଗରେ ଜନ୍ମଲାଭ କରିଥିବା ଏହି ଓଡ଼ିଆ ସାହିତ୍ୟର ମହାପଣ୍ଡିତ ମହାର୍ଘ ସମ୍ପଦ ଉପେନ୍ଦ୍ରଭଞ୍ଜ, ତୁମକୁ ଅୟୁତ ପ୍ରଣାମ।